ଜଗନ୍ନାଥଙ୍କ 20ଟି ପ୍ରଶ୍ନ ଏବଂ ଏହାର ଉତ୍ତର। ତେବେ ଚାଲନ୍ତୁ ଦେଖିନେବା ପ୍ରଥମ ପ୍ରଶ୍ନ। ସିଂହଦ୍ୱାର ସାମ୍ନାରେ ଥିବା ସ୍ତମ୍ଭର ନାମ କ'ଣ? ଅପସନ୍ ଏ ଦର୍ଶନ ସ୍ତମ୍ଭ, ଅପସନ୍ ବି ଅରୁଣ ସ୍ତମ୍ଭ, ଅପସନ୍ ସି ଚକ୍ର ସ୍ତମ୍ଭ, ଅପସନ୍ ଡି ଗରୁଡ଼ ସ୍ତମ୍ଭ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ବି ଅରୁଣ ସ୍ତମ୍ଭ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ ହେଲା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ? ଅପସନ୍ ଏ ବଡ଼ପୁର, ଅପସନ୍ ବି ବଡ଼ ଦେଉଳ, ଅପସନ୍ ସି ବଡ଼ କ୍ଷେତ୍ର, ଅପସନ୍ ଡି ବଡ଼ ମନ୍ଦିର। ଏହାର ସଠିକ ଉତ୍ତର ହେଲା ଅପସନ୍ ବି ବଡ଼ ଦେଉଳ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱର ପ୍ରତୀକ? ଅପସନ୍ ଏ ବିଶ୍ୱ ତତ୍ତ୍ୱ, ଅପସନ୍ ବି ଶିବ ତତ୍ତ୍ୱ, ଅପସନ୍ ସି ଆତ୍ମ ତତ୍ତ୍ୱ, ଅପସନ୍ ଡି ଶ୍ରୀ ତତ୍ତ୍ୱ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ସି ଆତ୍ମ ତତ୍ତ୍ୱ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଏଥିମଧ୍ୟରୁ କେଉଁଟି ଚାରିଧାମ ନୁହଁ? ଅପସନ୍ ଏ ବଦ୍ରିନାଥ, ଅପସନ୍ ବି ଶ୍ରୀକ୍ଷେତ୍ର, ଅପସନ୍ ସି ରାମେଶ୍ୱର, ଅପସନ୍ ଡି ଶିରିଡ଼ି। ଏହାର ସଠିକ ଉତ୍ତର ହେଲା ଅପସନ୍ ଡି ଶିରିଡ଼ି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଚାରିଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ? ଅପସନ୍ ଏ ବଦ୍ରିନାଥ, ଅପସନ୍ ବି ଦ୍ୱାରକା, ଅପସନ୍ ସି ରାମେଶ୍ୱର, ଅପସନ୍ ଡି ଜଗନ୍ନାଥ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଡି ଜଗନ୍ନାଥ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ପୁରୀର ଅନ୍ୟ ନାମ କ'ଣ? ଅପସନ୍ ଏ ନୀଳାସ୍ଥଳ, ଅପସନ୍ ବି ନୀଳାଚଳ, ଅପସନ୍ ସି ନୀଳମଣ୍ଡଳ, ଅପସନ୍ ଡି ନୀଳାପୁର। ଏହାର ସଠିକ ଉତ୍ତର ହେଲା ଅପସନ୍ ବି ନୀଳାଚଳ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ବଡ଼ ଦେଉଳର ପୂର୍ବ ଦିଗରେ ଥିବା ଦ୍ୱାରର ନାମ କ'ଣ? ଅପସନ୍ ଏ ସିଂହଦ୍ୱାର, ଅପସନ୍ ବି ବ୍ୟାଘ୍ରଦ୍ୱାର, ଅପସନ୍ ସି ଅଶ୍ୱଦ୍ୱାର, ଅପସନ୍ ଡି ହସ୍ତିଦ୍ୱାର। ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ସିଂହଦ୍ୱାର। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ? ଅପସନ୍ ଏ ବିଶ୍ୱ ତତ୍ତ୍ୱ, ଅପସନ୍ ବି ଶିବ ତତ୍ତ୍ୱ, ଅପସନ୍ ସି ଆତ୍ମ ତତ୍ତ୍ୱ, ଅପସନ୍ ଡି ଶ୍ରୀ ତତ୍ତ୍ୱ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ବି ଶିବ ତତ୍ତ୍ୱ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଏ? ଅପସନ୍ ଏ ଯାଜପୁର, ଅପସନ୍ ବି ପୁରୀ, ଅପସନ୍ ସି କେନ୍ଦ୍ରାପଡ଼ା, ଅପସନ୍ ଡି କୋଣାର୍କ। ଏହାର ସଠିକ ଉତ୍ତର ହେଲା ଅପସନ୍ ବି ପୁରୀ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଜଗନ୍ନାଥଙ୍କ ରଥର ନାମ କ'ଣ? ଅପସନ୍ ଏ ଦର୍ପଦଳନ, ଅପସନ୍ ବି ବଡ଼ ରଥ, ଅପସନ୍ ସି ତାଳଧ୍ୱଜ, ଅପସନ୍ ଡି ନନ୍ଦିଘୋଷ। ଏହାର ସଠିକ ଉତ୍ତର ହେଲା ଅପସନ୍ ଡି ନନ୍ଦିଘୋଷ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ନନ୍ଦିଘୋଷ ରଥର ଚକ ସଂଖ୍ୟା କେତେ? ଅପସନ୍ ଏ 14, ଅପସନ୍ ବି 18, ଅପସନ୍ ସି 16, ଅପସନ୍ ଡି 22। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ସି 16। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ରଥ ନିର୍ମାଣ ପରେ 3 ରଥର ପ୍ରତିଷ୍ଠା କିଏ କରିଥିଲେ? ଅପସନ୍ ଏ ବିଶ୍ୱକର୍ମା, ଅପସନ୍ ବି ବ୍ରହ୍ମା, ଅପସନ୍ ସି ନାରଦ, ଅପସନ୍ ଡି ଶିବ। ଏହାର ସଠିକ ଉତ୍ତର ହେଲା ଅପସନ୍ ସି ନାରଦ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ? ଅପସନ୍ ଏ 29 ହାତ 5 ଆଙ୍ଗୁଳି, ଅପସନ୍ ବି 30 ହାତ 5 ଆଙ୍ଗୁଳି, ଅପସନ୍ ସି 33 ହାତ 5 ଆଙ୍ଗୁଳି, ଅପସନ୍ ଡି 32 ହାତ 5 ଆଙ୍ଗୁଳି। ଏହାର ସଠିକ ଉତ୍ତର ହେଲା ଅପସନ୍ ସି 33 ହାତ 5 ଆଙ୍ଗୁଳି। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗେ? ଅପସନ୍ ଏ 932 ଖଣ୍ଡ, ଅପସନ୍ ବି 732 ଖଣ୍ଡ, ଅପସନ୍ ସି 832 ଖଣ୍ଡ, ଅପସନ୍ ଡି 632 ଖଣ୍ଡ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ସି 832 ଖଣ୍ଡ।
ଦେଖିନେବା ପରବର୍ତ୍ତୀ ପ୍ରଶ୍ନ ତିନି ରଥ କିଏ ନିର୍ମାଣ କରିଥିଲେ? ଅପସନ୍ ଏ ବୁଢ଼ା ବଢ଼େଇ, ଅପସନ୍ ବି ବିଶ୍ୱକର୍ମା, ଅପସନ୍ ସି ଶିବ, ଅପସନ୍ ଡି ବ୍ରହ୍ମା। ଏହାର ସଠିକ ଉତ୍ତର ହେଲା ଅପସନ୍ ବି ବିଶ୍ୱକର୍ମା। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ ନନ୍ଦିଘୋଷ ରଥର ନାମକରଣ କିଏ କରିଥିଲେ? ଅପସନ୍ ଏ ଇନ୍ଦ୍ରଦେବ, ଅପସନ୍ ବି ବ୍ରହ୍ମା, ଅପସନ୍ ସି ଶିବ, ଅପସନ୍ ଡି ନାରଦ। ଏହାର ସଠିକ ଉତ୍ତର ହେଲା ଇନ୍ଦ୍ରଦେବ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ ନନ୍ଦିଘୋଷ ରଥର ସାରଥୀ କିଏ? ଅପସନ୍ ଏ ଅର୍ଜୁନ, ଅପସନ୍ ବି ମାତାଳି, ଅପସନ୍ ସି ଦାରୁକ, ଅପସନ୍ ଡି କରୁଣ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ସି ଦାରୁକ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ ନନ୍ଦିଘୋଷ ରଥର ପତାକାରେ କାହାର ଚିହ୍ନ ଥାଏ? ଅପସନ୍ ଏ ଗରୁଡ଼, ଅପସନ୍ ବି ଦାରୁକ, ଅପସନ୍ ସି ନନ୍ଦୀ, ଅପସନ୍ ଡି ଅରୁଣ। ଏହାର ସଠିକ ଆନ୍ସର ହେଲା ଅପସନ୍ ଏ ଗରୁଡ଼। ଦେଖିବା ପରବର୍ତ୍ତୀ ପ୍ରଶ୍ନ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ରଥର ନାମ କଣ? ଅପସନ୍ ଏ ତାଳଧ୍ୱଜ, ଅପସନ୍ ବି ନନ୍ଦିଘୋଷ, ଅପସନ୍ ସି ଦର୍ପଦଳନ, ଅପସନ୍ ଡି ବଡ଼ ରଥ। ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ତାଳଧ୍ୱଜ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ ସୁଭଦ୍ରାଙ୍କ ରଥର ନାମ କଣ? ଅପସନ୍ ଏ ତାଳଧ୍ୱଜ, ଅପସନ୍ ବି ନନ୍ଦିଘୋଷ, ଅପସନ୍ ସି ବଡ଼ ରଥ, ଅପସନ୍ ଡି ଦର୍ପଦଳନ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଡି ଦର୍ପଦଳନ। फ्रेंड्स एमिति ही किछि साधारण ज्ञान विषय जानिबा पई आम चैनल को सब्सक्राइब करंतु। आ जदि आपनको एही वीडियोटी भलो लागिथिबो ताहाले लाइक बटन दबाई दियंतु आ कमेंट रे भी किछि भी कमेंट दियंतु। तो धन्यवाद फ्रेंड्स।